ଜାଣିବା କୋଉ ଗଛରେ କୋଉ ଫୁଲ। ଏବେ ଆମେ ଗୋଟେ ଜାଗାକୁ ବୁଲି ଯିବା। ସମସ୍ତେ ମୋ ପଛେ ପଛେ ଆସ। ସମସ୍ତେ ଚାଲି ଚାଲି ଆସ ମୋ ପଛେ ପଛେ। ଆସ ସମସ୍ତେ। ପିଲାମାନେ ସମସ୍ତେ ଆସିଲ ଲାଇନ ହେଇକି ଠିଆ ହେଇଯାଅ। ଦେଖ ଏଇଟା କି ଫୁଲ? ଏଇଟା ହଉଛି ଆମର ଅଶୋକ ଫୁଲ। ଏଇଟା ଅଶୋକ ଫୁଲ ଠାକୁରଙ୍କ ଦେହରେ ଲାଗେ, ପୂଜା କାମରେ ଲାଗେ ହେଲା। ଏଇଟା କି ଫୁଲ ତମେ ଚିହ୍ନିଲ? ହଁ ଏଇଟା ହଉଛି ଅଶୋକ ଫୁଲର ଅଶୋକ ଗଛର ଫଳ। ବୁଝିପାରିଲ? ଏଇଟା ହଉଛି ଅଶୋକ ଗଛର ଫୁଲ, ଏଇଟା ହଉଛି ଦେଖ ଏଇ ଫଳ ଅଶୋକ ଗଛର, ଏଇଟା ହଉଛି ଫଳ। ଆକୁ ଖାଇବନି ହେଲା। ଏଇଟା ଚିହ୍ନି ପାରିଲ? ଅଶୋକ ଗଛର ଫୁଲ କି ଫଳ କି ଚିହ୍ନି ପାରିଲ? ହଉ ଚାଲ ପିଲା ମୋ ପଛେ ପଛେ ପୁଣି ଆସିବ। ଧୀରେ ଧୀରେ ଆସ, ଟିକେ ଗୋବର ଅଛି ପଡ଼ିଯିବ। ଧୀରେ ଧୀରେ ଆସ, ମୋ ପଛେ ପଛେ ଆସ। ଆସ ଲାଇନ ହେଇକି ଆସ, ଧୀରେ ଧୀରେ ଆସ। ପିଲାମାନେ ଏଇଟା କି ଗଛ? ଏଇଟା ହଉଛି କନିଆରୀ ଗଛ। କନିଆରୀ ଗଛରେ ଫୁଲ ହୁଏ, ଦେଖିବେ ସମସ୍ତେ। କୋଉ କୋଉ କଲର ହୁଏ? ହଳଦିଆ ହୁଏ, ଧଳା ହୁଏ, କମଳା କଲର ହୁଏ ହେଲା। ଏଇ ଯୋଉ କନିଆରୀ ଫୁଲ ମୋ ପଛରେ ସମସ୍ତେ ଆସ। ତମେ ଆସ, ସମସ୍ତେ ଆସ। ଏଇ ଦେଖ ଏଇ ଗଛଟା ଆମେ ଗୋଟେ ଚିହ୍ନିବା। ଏଇଟା ହଉଛି କି ଗଛ ପିଲାମାନେ? ଏଇଟା ହଉଛି ଅଷ୍ଟମୀ ଗଛ। ଆର ଔଷଧୀୟ ଗୁଣ ଅଛି। ଆର ଔଷଧୀୟ ଗୁଣ କଣ ହେଲା? ଯେତେବେଳେ ଆମ ଗୋଡରେ ଖଣ୍ଡିଆ ହେଇଯାଏ, ସେଇ ତାକୁ ଖଣ୍ଡିଆ ହେଲେ ରକ୍ତ ବାହାରେ, ଆମେ ଗୋଡରେ ଲେପ ଲଗାନ୍ତି। ଯାହା ହୁଏ ଜାଣିଛି। ଦେଖ ଏଇଟା କି ଗଛ ଜାଣିଲ? ଏଇଟା ହଉଛି ଅଷ୍ଟମୀ ଗଛ। ଏଇ ଗଛର ଔଷଧୀୟ ଗୁଣ ଅଛି। ଆର ଔଷଧୀୟ ଗୁଣ ପିଲାମାନେ କଣ? ଆର ଔଷଧୀୟ ଗୁଣ ହଉଛି ଗୋଡ ଯେତେବେଳେ ଖଣ୍ଡିଆ ହେଇଯାଏ, ତମ ମା ସବୁ କଣ କରନ୍ତି? ତମ ମା ତମେ ବୋଉ ସବୁ ବାଟିକି ତା ଖଣ୍ଡିଆ ଉପରେ ଲେପ ଲଗେଇ ଦିଅନ୍ତି, ଆମକୁ ଟିକେ ଆରାମ ଲାଗେ। ତାପରେ ତମ ରିଲାକ୍ସ ଫିଲ୍ କରନି? ସତେଜ ଫିଲ୍ କରନି ନିଜକୁ? ଆସ ସମସ୍ତେ ପିଲାମାନେ। ତାହେଲେ ଏଇଟା ହଉଛି ଅଷ୍ଟମୀ ଗଛ। ସମସ୍ତେ ଜାଣିପାରିଲ? ଆଜି ଆମେ ଆଉ ଗୋଟେ ଗଛ ଜାଣିବା ହେଲା। ଏଇଟା ପିଲାମାନେ କି ଗଛ? ଏଇଟା ଦେଖିଲ, ଏଇଟା କି ଗଛ? ଆଚ୍ଛା ପିଲାମାନେ ତମେ ସମସ୍ତେ ଜାଣିଛ ଏଇଟା କି ଗଛ? ଲଙ୍କାର ସ୍ୱାଦ ହଉଛି ରାଗ। ବୁଝିପାରିଲ ସମସ୍ତେ? ଆସ ସମସ୍ତେ ମୋ ପଛରେ। ଦେଖ ଲଙ୍କାର କଲର ଗୋଟେ ଗୋଟେ ଦେଖ ଏଇ ଦେଖ। ହଁ ଏଇଠି ଦେଖ ପିଲାମାନେ, ଦେଖ ଲଙ୍କା ଯେତେବେଳେ ଆମର କଞ୍ଚା ଥିବ ସେଟା ହଉଛି ସବୁଜ କଲର। ଯେତେବେଳେ ସେ ପାଚିଯିବ ସେ କୋଉ କଲର ହେଇଯିବ? ନାଲି ହେଇଯିବ। ସମସ୍ତେ ଲଙ୍କା ଗଛ ଜାଣିପାରିଲ? ହଉ ଏବେ ଆମେ ଆଉ ଗୋଟେ ଗଛ ଜାଣିବା। ଆସ ଏଇ ଦେଖ, ଏଇଟା ହଉଛି କାମିନୀ ଗଛ। କାମିନୀ ଗଛରେ କଣ ହୁଏ? କାମିନୀ ଗଛରେ କାମିନୀ ଫୁଲ ହୁଏ। ଇଏ ଫୁଲଟା କେତେବେଳେ ଫୁଟେ? ଏଇ ଫୁଲଟା ରାତିରେ ଫୁଟେ, ପୁଣି ଦିନକୁ ମଉଳିଯାଏ। ଏହାର ବାସ୍ନା, ଏଇ ଯୋଉ କାମିନୀ ଫୁଲର ବାସ୍ନା ଚାରିଆଡକୁ ମହକି ଉଠେ ହେଲା। ସମସ୍ତେ ବୁଝିପାରିଲ? ଏଇ ଗଛଟା ପିଲାମାନେ କଣ ତମେ ଜାଣିଲ? ଏଇ ଗଛଟା ହଉଛି କାମିନୀ ଗଛ। ଜାଣିପାରିଲ ସମସ୍ତେ? ଆସ ସମସ୍ତେ ଆଉ ଗୋଟେ ଗଛ ଜାଣିବା।
ଆସ ଆଉ ଗୋଟେ ଗଛ ଜାଣିବା। ଏଇଟା ପିଲାମାନେ କି ଗଛ? ଏଇଟା ପିଲାମାନେ କି ଗଛ? ଏଇଟା ହଉଛି ଅମୃତଭଣ୍ଡା ଗଛ। ଅମୃତଭଣ୍ଡା ତମେ ଖାଇଛ? ଭଲ ଲାଗେ? ଅମୃତଭଣ୍ଡା ଖାଇଲେ ଆମ ଦେହ ଭଲ ରହେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଏ। ଅମୃତଭଣ୍ଡା ଦେହ ପାଇଁ ହିତ। ଯେତେବେଳେ ତମ ଦେହ ଖରାପ ହେଇଯାଏ ମାମା ତମକୁ ଅମୃତଭଣ୍ଡା ଆଉ ପରିବା ସବୁ ମିଶେଇକି ସିଝେଇକି ତରକାରୀ କରି ଖାଇବାକୁ ଦିଅନ୍ତିନି? ଅମୃତଭଣ୍ଡା ଖାଇଲେ ଦେହ ଭଲ ରୁହେ। ଅମୃତଭଣ୍ଡାରୁ ଭଲ ଭିଟାମିନ ବି ମିଳେ। ଆସ ସମସ୍ତେ, ଏଇଟା କି ଗଛ ଜାଣିପାରିଲ? କି ଗଛ? ଏଇଟା ବୁଝିପାରିଲ? ଚାଲ ଆଉ ଗୋଟେ ଗଛ ଜାଣିବା। ପିଲାମାନେ ଦେଖ ଏଇଟା କି ଗଛ? ନାଇଁ ପିଲାମାନେ, ଏଇଟା ହଉଛି ଭୃଷଙ୍ଗ ପତ୍ର ଗଛ। କଣ ଲାଗେ? ଭୃଷଙ୍ଗ ପତ୍ର ଖାଇଲେ ଚୁଟି ଭଲ ରହେ, ଚୁଟି ଉପୁଡେନି। ପିଲାମାନେ ଏଇଟା କି ଗଛ? ପିଲାମାନେ ଏଇଟା ହଉଛି ଭୃଷଙ୍ଗ ଗଛ। ଭୃଷଙ୍ଗ ଗଛରେ ଔଷଧୀୟ ଗୁଣ ଥାଏ। ଦେଖ ସମସ୍ତେ, ହଁ ଭୃଷଙ୍ଗ ପତ୍ରର ଔଷଧୀୟ ଗୁଣ ଅଛି। ଭୃଷଙ୍ଗ ପତ୍ର ଖାଇଲେ ପେଟର ଗ୍ୟାସ୍ ସମସ୍ୟା ହୁଏ ନା, ଚୁଟି ଉପୁଡେ ନା, ଚୁଟିରେ ରୁପି ହୁଏନି। ଆର ଔଷଧୀୟ ଗୁଣ ହଉଛି ଏଇଟା। ଆଉ ଭୃଷଙ୍ଗ ପତ୍ରକୁ ଆମେ ବି ଖାଉ, ଉପମା ଯେତେବେଳେ ହୁଏ ଉପମାରେ ପକା ହୁଏ ନା। ସମସ୍ତେ ଖାଇଛ? ହଉ, ଏବେ ଆମେ ଆଉ ଗୋଟେ ଗଛ ଜାଣିବା। ହେଇ ଦେଖ ଏଇଟା କି ଗଛ? ଏଇଟା ଲେମ୍ବୁ ଗଛ। ଲେମ୍ବୁ ଗଛରେ କଣ୍ଟା ଅଛି? କଣ୍ଟା ଥାଏ? ଲେମ୍ବୁ ଗଛରେ ଯୋଉ ଲେମ୍ବୁ ଥାଏ, ଲେମ୍ବୁ ତମେ ଖାଅ? ଭଲ ଲାଗେ? ଆଚ୍ଛା ଲେମ୍ବୁରେ ତମେ କଣ କର? ଲେମ୍ବୁରେ ଆମେ ଖରା ଦିନରେ ଯେତେବେଳେ ବହୁତ ଜୋରେ ଖରା ହୁଏ ଆମେ ସକାଳୁ ଦେହରେ ଶକ୍ତି ବଢିବା ପାଇଁ ଆମେ ବ୍ୟବହାର କରୁ। କି ଗଛ? ଏଇଟା ହଉଛି ଲେମ୍ବୁ ଗଛ। ଏବେ ବୁଝିପାରିଲ? ଆସ ପିଲାମାନେ ଆମେ ଆଉ ଗୋଟେ ଗଛ ଜାଣିବା। ଏଇ ଗଛ ଜାଣିବା। ଏଇଟା ହଉଛି ଆମର ପିଲାମାନେ, ଏଇଠିକି ଆସ ଦେଖ। ଏଇଟା ହଉଛି ଆମର ସଜନା ଗଛ। ସଜନା ଗଛର ଔଷଧୀୟ ଗୁଣ କଣ ଅଛି? ସଜନା ଗଛ